ଯୌତୁକ ନିର୍ଯାତନା ଦେଇ ଝିଅକୁ ମାରିଦେଇଥିବା ଅଭିଯୋଗ। 6 ମାସ ତଳେ ହୋଇଥିବା ବାହାଘର 5 ମାସର ଗର୍ଭବତୀ ହୋଇଥିବା ଅଭିଯୋଗ। 6 ମାସ ତଳେ ବିବାହ ଦେଇଥିବା 19 ବର୍ଷର ଝିଅର ଶବକୁ ଡାକ୍ତରଖାନାରେ ଦେଖି ବାପା ମାଙ୍କ ସಮೇତ ପରିବାର ଲୋକେ ଏବଂ ବନ୍ଧୁବାନ୍ଧବ ସମସ୍ତେ ମର୍ମାହନ୍ତ। ହିନ୍ଦୁ ରୀତିନୀତି ଓ ପରମ୍ପରାରେ ବାହାଘର ହୋଇଥିଲା। ବିବାହ ସମୟରେ ଯୌତୁକ ବାବଦରେ 50,000 ଟଙ୍କା ସହିତ ସମସ୍ତ ଅଳଙ୍କାର ଏବଂ ଆସବାବପତ୍ର ବାପା ମା ଦେଇ ବାହାଘର କରିଥିଲେ। ହେଲେ 6 ମାସ ପରେ ଝିଅ ଶବ ପାଲଟିଗଲା। ମୋ ଝିଅକୁ ଅଧିକ ଯୌତୁକ ନିର୍ଯାତନା ଦେଇ ମାରି ଦେଇଥିବା ଥାନାରେ ଅଭିଯୋଗ କଲେ ମା ଲକ୍ଷ୍ମୀ କଳା। ଏମିତି ଏକ ଘଟଣା ଘଟିଛି ଅଧୀନସ୍ଥ କରଣପଲ୍ଲୀ ଗ୍ରାମରେ। ସୂଚନା ଅନୁଯାୟୀ ଗତ ଜୁନ୍ ମାସ 2 ତାରିଖରେ କୁଆମରା ଗ୍ରାମର ଦୟାନିଧି କଳା ଓ ମା ଲକ୍ଷ୍ମୀ କଳା ହିନ୍ଦୁ ପରମ୍ପରା ଅନୁଯାୟୀ ନିଜ 19 ବର୍ଷର ଝିଅ ଟିକିଲି କଳାକୁ କରଣପଲ୍ଲୀ ଗ୍ରାମର ରମାକାନ୍ତ ଗିରିଙ୍କ ପୁଅ ଗଣେଶ ଗିରିଙ୍କୁ ବିବାହ ଦେଇଥିଲେ। ବିବାହ ସମୟରେ ଗଣେଶ ଗିରିଙ୍କୁ ଯୌତୁକ ଦାବି ଅନୁଯାୟୀ ନଗଦ 50,000 ଟଙ୍କା, ସୁନାରୂପା ଅଳଙ୍କାର ଏବଂ ଆସବାବପତ୍ର ଯୌତୁକ ଆକାରରେ ଦେଇଥିଲେ। ବାହାଘର ପରେ କିଛି ଦିନ ଭଲରେ ଯାଇଥିଲା। ଶ୍ୱଶୁର ଘରର ଲୋକମାନେ ଅଧିକ 1 ଲକ୍ଷ ଟଙ୍କା ଯୌତୁକ ଦାବି କରି ଆସୁଥିଲେ। ଝିଅର ବାପା ଅତ୍ୟନ୍ତ ଗରିବ ହୋଇଥିବାରୁ ଦାବି ଟଙ୍କା ଦେବାକୁ ଅସମର୍ଥ ଥିଲେ। ଏହି ଯୌତୁକ ଟଙ୍କାକୁ କେନ୍ଦ୍ର କରି ଶ୍ୱଶୁର, ଶାଶୁ ଏବଂ ଝିଅର ସ୍ୱାମୀ ଗଣେଶ ଝିଅକୁ ନିର୍ଯାତନା ଦେଉଥିଲେ ବୋଲି ଝିଅର ମା ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ଗତକାଲି ରାତିରେ ମୃତ ଟିକିଲି କଳାର ସ୍ୱାମୀ ଗଣେଶ ଗିରି ଶାଶୁ ଲକ୍ଷ୍ମୀ କଳାଙ୍କୁ ଫୋନ୍ କରି ଝିଅକୁ ନେଇଯାଅ, ନହେଲେ ରାତିରେ ମାରିଦେବ ବୋଲି କହିଥିଲେ। ଘରେ କେହି ପୁରୁଷ ଲୋକ ନଥିବାରୁ ଝିଅକୁ ଆଣିବାକୁ କେହି ଯାଇନଥିଲେ ବୋଲି ଝିଅର ମା ଲକ୍ଷ୍ମୀ କଳା ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ଝିଅ 5 ମାସର ଗର୍ଭବତୀ ଥିବା ଝିଅର ମା ଅଭିଯୋଗ କରିଛନ୍ତି। 28 ତାରିଖ ସକାଳେ ଗାଁ ଲୋକଙ୍କ ଠାରୁ ଖବର ପାଇଲୁ କି ଝିଅ ବେକରେ ରସି ଲଗାଇ ଦେଇ ମରିଯାଇଛି। ଆମେ ଝିଅ ଘରକୁ ଯିବା ବେଳକୁ ସେମାନେ ଝିଅକୁ ବାସୁଦେବପୁର ଡାକ୍ତରଖାନାକୁ ନେଇଯାଇଛନ୍ତି। ପରିବାର ଲୋକମାନଙ୍କ ସହିତ ବାସୁଦେବପୁର ଡାକ୍ତରଖାନାକୁ ଯାଇ ଦେଖିଲୁ ଝିଅର ମର ଶରୀର ଶବଗୃହରେ ରହିଛି। ଏହାପରେ ବାଂଶଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିବା ଝିଅର ମା କହିଛନ୍ତି। ଝିଅକୁ ମାରିଦେଇଥିବା ଅଭିଯୋଗକୁ ଗଣେଶ ଗିରି ଓ ତାଙ୍କ ମା ପ୍ରତ୍ୟାଖ୍ୟାନ କରିଛନ୍ତି। ବହୁକୁ ଗଣେଶ ଓ ଆମ ପରିବାର ସମସ୍ତ ଭଲ ପାଉଥିଲେ, ମିଛରେ ଆମ ନାମରେ ଅଭିଯୋଗ କରୁଛନ୍ତି, ଏନେଇ ଗଣମାଧ୍ୟମକୁ ଜଣାଇଛନ୍ତି। ଅଭିଯୋଗ କ୍ରମେ ବାଂଶଡ଼ା ପୋଲିସ ମୃତ ଟିକିଲି କଳାର ସ୍ୱାମୀ ଗଣେଶ ଗିରିଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ଏଥିସହିତ ଟିକିଲି କଳାର ମୃତ୍ୟୁକୁ ନେଇ ଏକ ମାମଲା ରୁଜୁ କରିବା ସହିତ ତଦନ୍ତ ଚଳାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ମୁଁ ସୁଚିତ୍ରା ପଣ୍ଡା, ମୁଁ କୁଆମରା ମୋ ଘର। କଣ ଘଟଣା ଘଟିଛି? ଇଏ କିନା ମୁଁ ଯେତେବେଳେ ସେ ରାତିରେ କଣ ଝଗଡା ଝାଟି ଲାଗିଥିଲା, ମୁଁ ଯେତେବେଳେ ଫୋନ ଟା ଆସିଲା ଆମେ ସେଇଠି ସମସ୍ତେ ବସିକି ଟିଭି ଦେଖୁଥିଲୁ। ଯେତେବେଳେ ଫୋନ ଟା ଆସିଲା ସେତେବେଳେ ମୁଁ କହିଲି କି କିଏ ଫୋନ କରୁଛି ନା ଜଇଁ ଫୋନ କରୁଛନ୍ତି। ଯେତେବେଳେ କହିଲେ ଜଇଁ ଫୋନ କରୁଛନ୍ତି, ମୁଁ କହିଲି ଯେତେବେଳେ ଜଇଁ ଫୋନ କରୁଛନ୍ତି ଆଉ କଣ କହୁଛନ୍ତି ନା କଣ ଟୁକୁ ମୁକୁର ଝଗଡା ଲାଗିଛି। ମୁଁ କହିଲି ଆଣନି ମୋବାଇଲ ଟା କଥା ହବା କିନା କଣ କହୁଛନ୍ତି ନା ହଉ ଆଉ ଦିଦା ଏଇରକମ ଝଗଡା ଝାଟି ପାଟିଗଲା ଯେ ଆମେ କହିଲୁ ଆମେ ଯିବୁ କି? ସିଏ ଆମକୁ କଣ କହିଲା କି ନାଇଁ ଆସିବା ଦରକାର ନାହିଁ କିଛି, ଏ ଟୁକଟାକ କଳି ଝଗଡା ଲାଗିଛି ଘର କରିକି ସେଟା ଗୋଟେ ସମାଧାନ ହେଇଯିବ। ତାପରେ ସକାଳକୁ ଆମକୁ ଫୋନ କରି କଣ କହୁଛି ତମ ଝିଅ ଫାଶୀ ଲଗେଇ ଦେଇଛି। ଝିଅ ତ ଫାଶୀ ଲଗେଇ ଦେଇଛି, ଆମେ ଶୁଣିଲୁ କଣ ଝିଅ ଫାଶୀ ଲଗେଇଦେବା। ରାତିରେ କହୁଥିଲ ନ୍ୟୁଚାଲ କରିଦବ, ଯାହା ହେଇଛି ଆମ ଘର କଥା ଘରେ ଥାଉ, ଆମକୁ ମନା କଲ ଯାଇତେ। ସକାଳକୁ କଣ ଦେଖିଲା ବେଳକୁ କଣ ଫାଶୀ ଲଗେଇ ଦେଇଛି। ଫାଶୀ କାହିଁକି ଲଗେଇଲା? କଣ ପାଇଁ ସେ ଝିଅ ଫାଶୀ ଲଗେଇଲା? ଯଦି ଫାଶୀ ଲଗେଇଲା ସେ ଫାଶୀରେ ଝୁଲିକି ଥାନ୍ତା, ଆମେ ଯାଇକି ଦେଖିଥାନ୍ତୁ। ଆମେ ଗଲା ବେଳକୁ ଝିଅ ଗାୟବ। ଫାଶୀ ଲଗେଇଛି କି ତାର କଣ କରିଛି, କି ତାକୁ ବିଷ ଦେଇକି ମରା ଯାଇଛି, କି ତାକୁ ହତ୍ୟା କରାଯାଇଛି, ସେଟା ତ ଆମେ ଜାଣିପାରିଲୁନି। ସେଟା କେମିତି ଆମେ ଜାଣିଥାନ୍ତୁ? ଆମେ ଆସିକି ଝିଅକୁ ଦେଖିଲା ବେଳକୁ ଆମକୁ ଖବର କଲ ଝିଅ ଫାଶୀ ଲଗେଇ ଦେଇଛି। ଆମେ ଆଇଲା ବେଳକୁ ଝିଅ ନା ଫାଶୀରେ ଝୁଲିଛି ନା ଝିଅ ସେଠି ଅଛି, କେହି ନାହାନ୍ତି ଟୋଟାଲି। 6 ମାସ ହେଲା ବାହାଘର ହେଇଥିଲା, 5 ମାସର ପ୍ରେଗନେଣ୍ଟ ଅଛି। କୋଉଠି ଦେଇଥିଲେ ବାହା? କୁଆମରାରେ ଦେଇଥିଲୁ, କରମପଲ୍ଲୀରେ। କରମପଲ୍ଲୀରେ ଲଙ୍କାଗିରି ତାଙ୍କ ପୁଅକୁ ଦେଇଥିଲୁ ବାହା, ବଡ ପୁଅକୁ ବାହା ଦେଇଥିଲୁ, ଗଣେଶ ଗିରି। ମୁଁ ଚାହୁଁଛି ନ୍ୟାୟ ମିଳୁ। ଆଜି ତା ଝିଅକୁ ମାରିଦେଲା କିନା ଷଡଯନ୍ତ୍ର କରିକି, କାଲି ଯେ ଆମ ଝିଅକୁ ମାରିଦବନି ବୋଲି କଣ ମାନେ ଅଛି? ଇଏ କଣ ଗୋଟେ ଦୁନିଆକୁ ଗୋଟେ ରାଇଟ ଦେଲା ନା କଣ? ଯେ ମୁଁ ଏମିତି କିନା ବାହା ହେଲି କିନା ମୋ ଇଚ୍ଛା ହେଲା କିନା ମୁଁ ଖାଇତେ ଦେବି, ମୋ ଇଚ୍ଛା ନହେଲା ଖାଇତେ ନ ଦେଇ ପାଇଲେ ମାରିଦେବି ଟଣ୍ଟି ଚିପିକି। ଏମିତି କଣ ଗୋଟେ କରାଯାଏ ନା କଣ? ମୁଁ ନ୍ୟାୟଟା ଚାହୁଁଛି। ଏଫଆଇଆର ଦେଇଛୁ କିନା ଥାନାରେ ଲିଖିତ ଏଫଆଇଆର ଦେଇଛୁ କି ଆମ ଝିଅକୁ ଇଏ ଷଡଯନ୍ତ୍ର କରିକି କିନା ତାଙ୍କ ମା, ତାଙ୍କ ଶ୍ୱଶୁର, ତାଙ୍କ ସ୍ୱାମୀ ତକିଆ ପକେଇକି ଚାପିକି ତାକୁ ମାରିଛି। ତାଙ୍କ ମା ତା ଗୋଡକୁ ଚାପିକି ଧରିକି ରଖିକି କିନା ଯୌତୁକ ନିର୍ଯାତନା ବି ଦେଉଛନ୍ତି। ସିଏ ଗରିବ ଲୋକ ଆଜ୍ଞା,
ନା ସେ କୋଉଠି ପାଇବ ଦବ ଯୌତୁକ ନିର୍ଯାତନା ବି ଦେଲେ 7 ଲକ୍ଷ ଟଙ୍କା ଆମେ ଦେଇଛୁ ଜିନିଷ ପତ୍ର ତା ସବୁ ଚେନ୍ ମୁଦି ଆମେ ସବୁ ଦେଇଛୁ घटना किसी ना काली राति मोबाइल दिया झगड़ा दिया स्वामी स्त्री ता माँ को फोन कर झील एमती मोबाइल नहीं सब मागुची माँ कहती कहीं मोबाइल नहीं झील को गाड़ी देती कहीं मोबाइल भाई फाकार अच्छी फोन कर भौणी कथा होना मुझे कथा हेमी तू मोबाइल गोटे दौनु कथा हेमी भाई संगे रागी कथा कहलानी माँ संगे रागी कथा कहलानी खाली मोबाइल मागुची दिखी आमर मोबाइल लेकिन कम करते जा माँ को कह माँ शाशु को शाशु कह माँ मोबाइल गोटे आनी दौनु कह माँ को आम समुदाय को आम कहे बापा छुटा कौटू मोबाइल आनिक ते दब कहला मोबाइल मोर सब दरकार मोबाइल फोन करी माँ कह माँ पुणी गाल देला कहीं मोबाइल लो मुझे 10,000 टका खर्च कर मोबाइल कौटू आनिक देवी मुझे छुटा लोक कौटी मोबाइल आनिक देव बापा पर दिन जाइए काली गुरुवार गोटे बो संगे मोर भात बाड़ी आम विडुशर ये कौन ये घर प्रतिष्ठा विशेष कर घर प्रतिष्ठा होता खाईते जाइए आसुन घर को से बाहर बसी मोबाइल धरिकी पुअर 6 मास छह मास किसी झगड़ा नहीं खाली मोबाइल नब कह माँ माँ को भी कही माँ हाँ घर को मामू आसला देखिए ये गाँव वाला आमर आम गाँव वाला बोले छाणा आम गाँव वाला कहला तुम नहीं जाओ जदि जता थी पोस्टमार्टम कर आमर सब अंटा भाजिकी अंटा भाजिकी पखाड़ बाड़िकी पखाड़ बाड़िकी अंटा भाजिकी देखिए हमको समिति माँ सागर काले खीरी खाई कथा कही बो ना ना आम जौतुक किन दिन कहली मोर आमर तो जगह बाड़ी नहीं मुझे कहीं जौतुक हाँ मन तो मामू आसला देखिए गला ये मैंने गाँव वाला कहला मामू आसतनी आम आईलु दी गाँव वाला कहला एम्बुलेंस चली आसी तुम डाक्तखाना नहीं जाओनी मो गाँव सब बाबू विशाल रुगा विशाल आम गाँव समस्ते थाना को जन ना कि मुझे काम को जाइए फोन कर गाँव वाले मो जा काटी मु भी काटी ना जा गाई काटी गाई काटते कौन बो माँ खड़ा खाया कपड़ा नहीं कपड़ा गामछा कपड़ा को एकला बांधे चेयर ओके आम एडमिस्टर घर से कपड़ा को बांधे घर कपड़ा बांध भद्रक बासुदेवपुर रंजन मल्लिक रिपोर्ट न्यूज 88 ओडिशा।